ଅର୍ଥ ବାଧକ ସାଜିଛି ପରିବାରର ଅନଟନ। ଗଳଗଣ୍ଡ ରୋଗର ଅସ୍ତ୍ରୋପଚାର ନିମନ୍ତେ ଅସହାୟ ସ୍ତ୍ରୀର ଆକୁଳ ନିବେଦନ। ବାଲେଶ୍ୱର ଜିଲ୍ଲା କେଦାରପୁର ନୂଆହାଟ ଅଞ୍ଚଳର ଆଜିକି 30 ବର୍ଷ ହେବ ରତ୍ନାକର ବେହେରାଙ୍କର ଗଳଗଣ୍ଡ ଜନିତ ସମସ୍ୟା ବହୁ ଦିନରୁ ରହିଥିଲା। କିନ୍ତୁ ପୁରୁଣା ଯୁଗର ଅଭ୍ୟାସକୁ ଆପଣେଇ ଓ ପରିବାରର ଅଭାବ ଅନଟନ ଯୋଗୁଁ ଅସ୍ତ୍ରୋପଚାର କରିବାକୁ ଡରୁଥିଲେ ରତ୍ନାକର। ପରିବାର କହିଲେ ଗୋଟେ ପୁଅ ଗୋଟେ ଝିଅ। ପୁଅ ଜଣକ ମାନସଙ୍କ ଭାରସାମ୍ୟ ହରାଇ ପାଗଳାମୀ ହୋଇଯାଇଛନ୍ତି ଓ ଝିଅ ପାଠ ପଢ଼ୁଛି। ଝିଅର ବିବାହ ବୟସ ହୋଇଯାଇଥିଲେ ମଧ୍ୟ ପରିବାର ଅର୍ଥ ବାଧକ ସାଜିଛି। ଏପଟେ ରତ୍ନାକର ବେହେରା ଗଳଗଣ୍ଡ ଜନିତ ଯନ୍ତ୍ରଣାକୁ ବହୁ କଷ୍ଟରେ ସହୁଛନ୍ତି। ଏହି ଯନ୍ତ୍ରଣା ଅସହ୍ୟ ହୋଇପଡ଼ିବାରୁ ଶରୀରର ବାମପଟେ ପାରାଲିସିସରେ ପୀଡ଼ିତ ଅଛନ୍ତି। ଗତ କିଛିଦିନ ତଳେ ସେ ମୂର୍ଚ୍ଛନା ହୋଇ ପଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। କଟକ ବଡ଼ ଡାକ୍ତରଖାନା ପରେ ଭୁବନେଶ୍ୱର ଏମ୍ସକୁ ପଠାଇ ଦେଇଥିଲେ। ଡାକ୍ତର କହିବା କଥା, ଯଦି ଏହି ଗଳଗଣ୍ଡ ରୋଗର ଅସ୍ତ୍ରୋପଚାର କରାଯାଏ ତାହେଲେ ରତ୍ନାକରଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇବ। ପରିବାର ଲୋକଙ୍କ ବିନୀତ ଅନୁରୋଧ, ସରକାର ଅଧିକାରୀ କିମ୍ବା କୌଣସି ବେସରକାରୀ ସଂଗଠନ ହେଉ କିମ୍ବା ସହୃଦୟ ବ୍ୟକ୍ତି ସାହାଯ୍ୟ କରିଲେ ତାହେଲେ ରତ୍ନାକର ନିଜର ପରିବାର ଗୁଜରାଣ ମେଣ୍ଟାଇବା ସହିତ ଔଷଧ ବାବଦକୁ ସାହାଯ୍ୟ ମିଳିପାରନ୍ତା ବୋଲି ଛଳ ଛଳ ଆଖିରେ କହିଛନ୍ତି ରତ୍ନାକରଙ୍କର ପତ୍ନୀ କୌଶଲ୍ୟା ବେହେରା। ଏହି ଖବର ପ୍ରଥମେ ଶ୍ରୀରାମ ସେବା ସଂଗଠନ ଓଡ଼ିଶା ତରଫରୁ ପହଞ୍ଚିବା ପରେ ଶ୍ରୀରାମ ସେବା ସଂଗଠନର ଜଣେ ସଦସ୍ୟ ତାଙ୍କ ଘରକୁ ଯାଇ ତାଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ରତ୍ନାକରଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ। ନମ୍ବରଟି ହେଲା 9692454081। ବାଲେଶ୍ୱର ସୋରରୁ ଚିତ୍ତରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ଆମ ନ୍ୟୁଜ୍ ଓଡ଼ିଆ।